ଲୋକସଭାରେ ଅନଲାଇନ୍ ଗେମିଂ ବିଲ୍ ଆଗତ। ନିୟମ ନ ମାନିଲେ ହୋଇପାରେ 3 ବର୍ଷ ଜେଲ୍। ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଅନଲାଇନ୍ ଗେମ୍ ଉପରେ ଲାଗିଲା ଅଙ୍କୁଶ। ଅନଲାଇନ୍ ଗେମିଂ ଏବଂ ଜୁଆ ଉପରେ ଲାଗିବ ଏଥର ବ୍ରେକ୍। ସଂସଦରେ କେନ୍ଦ୍ର ସରକାର ଆଗତ କରିଛନ୍ତି ଅନଲାଇନ୍ ଗେମିଂ ବିଲ୍ 2025। ଗତକାଲି ଏହି ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଅନଲାଇନ୍ ଜୁଆ ଉପରେ କଟକଣା ଲଗାଇବା ପାଇଁ ଆସିବ ଏହି ବିଲ୍। ଇଲେକ୍ଟ୍ରୋନିକ୍ ଇନଫର୍ମେସନ୍ ମିନିଷ୍ଟ୍ରି ପକ୍ଷରୁ ଏହି ବିଲ୍ ଆଗତ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଲ୍ ଉପସ୍ଥାପିତ କରିଛନ୍ତି। ବେଟିଂ ସହିତ ଜଡ଼ିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବା ବିଲ୍ର ଲକ୍ଷ୍ୟ ରହିଛି। ମୁଖ୍ୟତଃ ଅନଲାଇନ୍ ଜୁଆକୁ ରୋକିବା ଦିଗରେ ଏହି ବିଲ୍ ପ୍ରାବଧାନ ଥିବା କୁହାଯାଉଛି। ରିଅଲ୍ ମନି ଗେମିଂ ଆପ୍ ଉପରେ ବିଲ୍ ଅଙ୍କୁଶ ଲଗାଇବ। କେବଳ ସେତିକି ନୁହେଁ, ଏହାର ପ୍ରଚାର ପ୍ରସାର ଉପରେ ବି ରୋକ୍ ଲଗାଇବା ପାଇଁ ବିଲ୍ ଆଣୁଛନ୍ତି କେନ୍ଦ୍ର ସରକାର। ଆଜି ସଂସଦରେ ପ୍ରମୋସନ୍ ଆଣ୍ଡ ରେଗୁଲେସନ୍ ଅଫ୍ ଅନଲାଇନ୍ ଗେମିଂ ବିଲ୍ 2025 ଉପସ୍ଥାପନ ହୋଇପାରେ। ଏହି ବିଲ୍ ସମସ୍ତ ଟଙ୍କା ଭିତ୍ତିକ ଅନଲାଇନ୍ ଗେମ୍କୁ ବେଆଇନ ଘୋଷଣା କରିବ। ଏହି ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନଗୁଡ଼ିକୁ ନିଷିଦ୍ଧ କରିବ। ନିୟମ ନ ମାନିଲେ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜରିମାନା ହୋଇପାରେ। ସେପଟେ ଲୋକସଭାରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି କରିଛି ବିଜେପି। ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ଜାରି କଲା ହୁଇପ୍। ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟ ଥିବାରୁ ବିଜେପି ହୁଇପ୍ ଜାରି କରିଛି। ବିଲ୍ରେ କ'ଣ ଅଛି? ଡ୍ରାଫ୍ଟ ବିଲ୍ ଅନୁସାରେ ଆଇନ ଉଲ୍ଲଂଘନ କରି ଅନଲାଇନ୍ ମନି ଗେମ୍ ସେବା ପ୍ରଦାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା 1 କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ସେହିପରି ସେବା ବିଜ୍ଞାପନ କରୁଥିବା ବ୍ୟକ୍ତିମାନଙ୍କୁ 2 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ମନି ଗେମ୍ ପାଇଁ କାରବାର ସୁବିଧା ପ୍ରଦାନ କରୁଥିବା ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ମଧ୍ୟ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା 1 କୋଟି ଟଙ୍କା ଜରିମାନା ସହିତ ଦଣ୍ଡ ପାଇଁ ଦାୟୀ ରହିବେ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆଉ ଆମ ଚ୍ୟାନେଲକୁ ନୂଆ ଦେଖୁଥିଲେ ସବସ୍କ୍ରାଇବ୍ କରିବା ଭୁଲିବେନି। ଜୟ ଜଗନ୍ନାଥ।